ଈଶ୍ୱରଙ୍କ ଚରିତ୍ର ଓ ଗୁଣଗୁଡ଼ିକୁ ଜାଣିବା ଏବଂ ଅଧ୍ୟୟନ କରିବା ପ୍ରକୃତରେ ସାହାଯ୍ୟ କରେ। ଆମେ ଈଶ୍ୱରଙ୍କ ବିଷୟରେ ଯାହା ଜାଣୁ ତାହାକୁ ଆମେ ଶୁଣୁଥିବା ସ୍ୱରଗୁଡ଼ିକ ସହିତ ତୁଳନା କରିବା ଆରମ୍ଭ କରିପାରିବା। ପ୍ରିୟ ଦର୍ଶକ ବନ୍ଧୁ, ନମସ୍କାର। ଆଜିର ଆଶାଭରା ନାରୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଶା କରୁ ଆପଣ ଏହି କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚୟ ଉପକୃତ ହେଉଥିବେ ଓ ଆତ୍ମିକ ଜୀବନରେ ବୃଦ୍ଧି ପାଉଥିବେ। ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ବା ପ୍ରାର୍ଥନା ଅନୁରୋଧ ଥାଏ, ଲେଖି ଜଣାଇଲେ ଆମେ ଖୁସି ହେବୁ। ଆଜି ଆମେ ବିଶେଷ ଆନନ୍ଦିତ ଯେ ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବାର ସୁଯୋଗ ପାଇଛୁ। ଆପଣ ନିୟମିତ ଏହି କାର୍ଯ୍ୟକ୍ରମ ଦେଖି ଆସୁଥିବାରୁ ଆମେ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ନିଶ୍ଚିତ ଯେ ଆପଣ ଆପଣଙ୍କ ପରିବାର ସହିତ ଭଲରେ ଥିବେ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପିକା ମୁଁ ରଶ୍ମି ଏବଂ ମୋ ସହିତ ଅଛନ୍ତି ମୋର ସହ ଉପସ୍ଥାପିକା ଭଉଣୀ ଏଲେନ୍। ଆମେ ଆପଣଙ୍କୁ ସ୍ୱାଗତ କରୁଅଛୁ। ନମସ୍କାର। ଆମେ କ'ଣ କେବେ ଗୋଟିଏ କଥା ଲକ୍ଷ୍ୟ କରିଛୁ ଯେ ଆମ ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମେ କେତେ ପ୍ରକାରର ସ୍ୱର ଶୁଣୁଛୁ। ଆମେ କ'ଣ କରିବାକୁ ହେବ ସେ ବିଷୟରେ ସେ ସ୍ୱର କହି ଚାଲିଛନ୍ତି। କେବେ କେବେ ଆମକୁ ଅଟକି ଯାଇ ନିଜକୁ ପଚାରିବାର ଦରକାର, ତାହା କ'ଣ ଈଶ୍ୱରଙ୍କର ସ୍ୱର ଥିଲା ନା କେବଳ ଆମର ନିଜର କଳ୍ପନା ଥିଲା? ଠିକ୍ କହିଲେ। ଈଶ୍ୱରଙ୍କ ସ୍ୱର ଶୁଣିବା ଆଦୌ କ୍ଳାନ୍ତିକର ହେବା କଥା ନୁହେଁ। କିନ୍ତୁ ସତ୍ୟ କହିବାକୁ ଗଲେ ଈଶ୍ୱରଙ୍କ ସ୍ୱର ଏବଂ ଆମର କଳ୍ପନା ମଧ୍ୟରେ ଭିନ୍ନତା ବୁଝିବାକୁ ଚେଷ୍ଟା କରିବା ସମୟରେ ଆମେ ଦ୍ୱନ୍ଦ୍ୱରେ ପଡ଼ିଯାଇପାରୁ। ତେଣୁ ବଡ଼ ପ୍ରଶ୍ନଟି ହେଉଛି, ଆମେ କେମିତି ଜାଣିବା ଯେ ଈଶ୍ୱର ପ୍ରକୃତରେ ଆମ ସହିତ କଥା ହେଉଛନ୍ତି? ସତ୍ୟ ହେଉଛି, ଆମେ ଯେତିକି ଚିନ୍ତା କରୁ ଈଶ୍ୱର ତାଠାରୁ ଅଧିକ ଆମ ସହ କଥା ହୁଅନ୍ତି। କିନ୍ତୁ ଯଦି ଆମେ ପ୍ରକୃତରେ ତାଙ୍କ ସ୍ୱରକୁ ଚିହ୍ନିବାକୁ ଚାହୁଁ, ତେବେ ତାଙ୍କ ସହିତ ସମୟ ଅତିବାହିତ କରିବା ଦ୍ୱାରା ହିଁ ହୋଇଥାଏ। ଠିକ୍ କହିଲେ। ଈଶ୍ୱରଙ୍କ ସହିତ ଆମେ ବିତାଉଥିବା ସମୟର ସ୍ଥାନ କେହି ନେଇପାରିବେ ନାହିଁ। ତାଙ୍କ ବାକ୍ୟକୁ ପଢ଼ିବା ଏବଂ ସେଥିରେ ଲାଗି ରହିବା ହେଉଛି ତାଙ୍କ ସ୍ୱର ଶୁଣିବାର ଉତ୍ତମ ମାଧ୍ୟମ। ଆମକୁ ଆବଶ୍ୟକ ହେଉଥିବା ସମସ୍ତ ବିଷୟ ପବିତ୍ର ବାଇବଲରେ ପୂର୍ବରୁ ହିଁ ରହିଛି। ଆମେ ନିଜେ ନିଷ୍ପତ୍ତି ନେବାକୁ ହେବ ଯେ ଆମେ ଚିନ୍ତା କରିବା ବନ୍ଦ କରି ଈଶ୍ୱରଙ୍କ ରବ ଶୁଣିବା ନିମନ୍ତେ ସମୟ ଦେବାକୁ ହେବ, ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟକୁ ଧ୍ୟାନ କରିବାକୁ ହେବ। ଈଶ୍ୱରଙ୍କ ସ୍ୱର ଶୁଣିବା ଅର୍ଥ ହେଉଛି ବ୍ୟସ୍ତ କିମ୍ବା ବିଚଳିତ ନ ହୋଇ ଶୁଣିବା ପାଇଁ ପ୍ରସ୍ତୁତ ହୋଇ ତାଙ୍କ ବାକ୍ୟ ନିକଟକୁ ଆସିବା। ଏହା ସେଇ କଥା ମନେ ପକାଇ ଦେଉଛି ଯାହା ଯୋହନ 10 ପର୍ବର 27 ପଦରେ ପ୍ରଭୁ ଯୀଶୁ କହିଥିଲେ, ମୁଁ ମେଷ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି। ତାଙ୍କ ବାକ୍ୟ ବ୍ୟତୀତ ଅନ୍ୟମାନଙ୍କ ମାଧ୍ୟମରେ କଥା ହେବା ହେଉଛି ଈଶ୍ୱରଙ୍କ କହିବାର ଆଉ ଏକ ଶକ୍ତିଶାଳୀ ଉପାୟ। ବେଳେବେଳେ ମୁଁ ମୋର ଜଣେ ପ୍ରିୟ ବନ୍ଧୁଙ୍କ ସହ କଥାବାର୍ତ୍ତା କରୁଥାଏ। ସେତେବେଳେ ସେହି ସକାଳେ ମୁଁ ପଢ଼ିଥିବା ଧର୍ମଶାସ୍ତ୍ରର କୌଣସି ଅଂଶ କିମ୍ବା ପଦ ମୋର ମନେ ପଡ଼ିଯାଏ। ମୁଁ ପ୍ରକୃତରେ ଅନୁଭବ କରେ ଯେ ମୋ ଜୀବନରେ ଈଶ୍ୱର କିଛି ବିଷୟକୁ ନିଶ୍ଚିତ କରୁଛନ୍ତି। ହଁ, ସେହି ମୁହୂର୍ତ୍ତ ଗୁଡ଼ିକରେ ଆମେ ଜାଣିପାରୁ ଯେ ଈଶ୍ୱର ବିଭିନ୍ନ ଲୋକଙ୍କ ମାଧ୍ୟମରେ ଆମ ସହିତ କଥା ହୁଅନ୍ତି। ବିଶେଷ କରି ଯେତେବେଳେ କେହି ସେହି ବିଷୟରେ କୁହନ୍ତି ଯେଉଁ ବିଷୟରେ ଆମେ ପ୍ରାର୍ଥନା କରୁଥିଲୁ ବୋଲି କିମ୍ବା ଭାବୁଥିଲୁ। ଏଠାରେ କ'ଣ ଘଟୁଛି ତାହା ବୁଝିବାରେ ସାହାଯ୍ୟ କରିବା ପାଇଁ ଗୋଟେ ପ୍ରତିଧ୍ୱନିର ଉଦାହରଣ ରହିଛି। ଯେତେବେଳେ ଈଶ୍ୱର ଆମ ହୃଦୟ ସହ କଥା ହୁଅନ୍ତି, ସେତେବେଳେ ତାହା ଶାନ୍ତ ଏବଂ ବ୍ୟକ୍ତିଗତ ଅନୁଭବ ହୁଏ, ଯାହାକୁ ନେଇ ସନ୍ଦେହ ଆସିବା ସ୍ୱାଭାବିକ। ଆମେ ଭାବୁ, ଈଶ୍ୱର କ'ଣ ପ୍ରକୃତରେ ଏହା କହିଲେ, ନା ଆମେ କେବଳ ଏମିତି ଭାବୁଛୁ? ତାପରେ ଅପ୍ରତ୍ୟାଶିତ ଭାବରେ ଅନ୍ୟ କେହି ଜଣେ ସେହି ସମାନ ସତ୍ୟକୁ ଭିନ୍ନ ଶବ୍ଦରେ ଏକ ଭିନ୍ନ ମୁହୂର୍ତ୍ତରେ କହନ୍ତି। ଆମେ ଯେଉଁ ବିଷୟରେ ପ୍ରାର୍ଥନା କରୁଛୁ କିମ୍ବା ସଂଘର୍ଷ କରୁଛୁ ତାହା ନ ଜାଣି ମଧ୍ୟ ସେ ପ୍ରକାଶ କରନ୍ତି। ତାହା ଏକ ପ୍ରତିଧ୍ୱନି ପରି। ପ୍ରତିଧ୍ୱନି କୌଣସି ନୂତନ ବାର୍ତ୍ତା କହେ ନାହିଁ। ଏହା କେବଳ ପୂର୍ବରୁ କୁହାଯାଇଥିବା କଥାକୁ ଦୋହରାଇଥାଏ, ଯାହା ପ୍ରମାଣିତ କରେ ଯେ ସେହି ଶବ୍ଦଟି ପ୍ରକୃତରେ କୁହାଯାଇଥିଲା। ଈଶ୍ୱରଙ୍କ ସ୍ୱର ମଧ୍ୟ ତାହା ପବିତ୍ର ଧର୍ମଶାସ୍ତ୍ରରେ ହେଉ, ପ୍ରାର୍ଥନାରେ ହେଉ କିମ୍ବା ଅନ୍ୟ କାହା ମାଧ୍ୟମରେ ହେଉ,
ସର୍ବଦା ତାଙ୍କ ବାକ୍ୟ ଏବଂ ତାଙ୍କ ଗୁଣ ସହିତ ମେଳ ଖାଇବ। ପ୍ରତିଧ୍ୱନି ଈଶ୍ୱରଙ୍କ ସ୍ୱରର ସ୍ଥାନ ନିଏ ନାହିଁ। ଏହା ଆମକୁ ଆଶ୍ୱାସନା ଦିଏ ଯେ ଆମେ ତାଙ୍କୁ ଠିକ୍ ଭାବରେ ଶୁଣିଛୁ। ଏହା ଏକ ଶକ୍ତିଶାଳୀ ସ୍ମରଣରେ ଆଣିଦେବା ପରି କଥା ଯେ ଈଶ୍ୱର ଲୋକମାନଙ୍କୁ କଥାବାର୍ତ୍ତାକୁ ଏବଂ ଆମେ ଆଶା କରିନଥିବା ମୁହୂର୍ତ୍ତ ଗୁଡ଼ିକୁ ବ୍ୟବହାର କରନ୍ତି। ଆପଣ ଠିକ୍ କହିଲେ। ଯେମିତି ରୋମିଓ 10 ପର୍ବ 17 ପଦ କୁହେ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ। ଆମେ ଈଶ୍ୱର ଓ ତାଙ୍କ ବାକ୍ୟ ଲୋକମାନଙ୍କ ସହିତ କଥା ହେବା ବିଷୟରେ ଆଲୋଚନା କଲୁ, କିନ୍ତୁ ସେତିକିରେ ଅଟକି ଯାଆନ୍ତି ନାହିଁ। ଠିକ୍ କଥା। ଈଶ୍ୱର ସ୍ୱପ୍ନ ଏବଂ ଦର୍ଶନ ମାଧ୍ୟମରେ ମଧ୍ୟ କଥା କହିପାରନ୍ତି। କେବେ କେବେ ସ୍ୱପ୍ନ କେବଳ ଏକ ସ୍ୱପ୍ନ ହୋଇ ରହିଯାଏ ନାହିଁ, କିମ୍ବା ଦିନ ବେଳେ ଏକାକୀ ଥିବା ସମୟରେ ଆମେ ଦେଖୁଥିବା ଦର୍ଶନ କେବଳ ଆମର କଳ୍ପନା ନୁହେଁ, ଏହା ପ୍ରକୃତରେ ଈଶ୍ୱରଙ୍କ ଦ୍ୱାରା ଆମେ ପଚାରୁଥିବା କୌଣସି ପ୍ରଶ୍ନ ଉତ୍ତର ହୋଇପାରେ। କିନ୍ତୁ ସମୟ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେହି ସ୍ୱପ୍ନ କିମ୍ବା ଦର୍ଶନ ଠିକ୍ ସମୟରେ ସାମ୍ନାକୁ ଆସିଥାଏ, ଯାହା ଏତେ ନିର୍ଦ୍ଦିଷ୍ଟ, ଏତେ ପ୍ରାସଙ୍ଗିକ ହୋଇଥାଏ ଯେ ତାହାକୁ କେବଳ ସଂଯୋଗ ବୋଲି କୁହାଯାଇପାରିବ ନାହିଁ। ନିଶ୍ଚିତ ଭାବରେ ଈଶ୍ୱର ଆମ ସହ କଥା ହେବାର ଆଉ ଏକ ମାଧ୍ୟମ ହେଉଛି ଆମ ଜୀବନର ପରିସ୍ଥିତି। ଆମର ଦୈନନ୍ଦିନ କାର୍ଯ୍ୟସୂଚୀ, ବାଧାବିଘ୍ନ ଏବଂ ଆହ୍ୱାନ ଗୁଡ଼ିକ ମଧ୍ୟ ଆମର ଦୃଷ୍ଟି ଆକର୍ଷଣ କରିବା ପାଇଁ ଈଶ୍ୱରଙ୍କର ଏକ ଉପାୟ ହୋଇପାରେ। ସେ ଆମକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ନୁହେଁ, ବରଂ ଆମେ କ'ଣ ହରାଉଛୁ ତାହା ଦେଖାଇବା ପାଇଁ ଆମର କାର୍ଯ୍ୟରେ କିଛି ପରିବର୍ତ୍ତନ ଆଣିଥାନ୍ତି। ଏପରିକି ସବୁଠାରୁ ଛୋଟ ପରିବର୍ତ୍ତନ ମଧ୍ୟ ଆମର ଧ୍ୟାନକୁ ବଦଳାଇ ଦେଇପାରେ ଏବଂ ଈଶ୍ୱର ଆମକୁ ଆରମ୍ଭରୁ କ'ଣ କହିବାକୁ ଚାହାନ୍ତି ତାହା ଶୁଣିବାରେ ସାହାଯ୍ୟ କରିପାରେ। କଠିନ ସମୟରେ ହିଁ ଆମେ ଈଶ୍ୱରଙ୍କର ଅଧିକ ନିକଟତର ହୋଇଯାଇଥାଉ। କଠିନ ପରିସ୍ଥିତି ଆମକୁ ଭାଙ୍ଗିବା ପାଇଁ ଉଦ୍ଦିଷ୍ଟ ନୁହେଁ, ସେଗୁଡ଼ିକ ଆମକୁ ପରିପକ୍ୱ କରିବା, ଆମକୁ ଏକ ଆକାର ଦେବା ଏବଂ ଈଶ୍ୱର ଆମକୁ ଯାହା କରିବାକୁ ଚାହାନ୍ତି ସେଥିପାଇଁ ଗଢ଼ିବା ପାଇଁ ଉଦ୍ଦିଷ୍ଟ। ବେଳେବେଳେ ପରିବର୍ତ୍ତନ ଜରୁରୀ ହୋଇଥାଏ, ଯାହାଦ୍ୱାରା ଆମେ ଆମର ପରିସ୍ଥିତି ଉପରେ ଅଧିକ ଧ୍ୟାନ ନ ଦେଇ ଈଶ୍ୱରଙ୍କ ଉପରେ ଅଧିକ ଧ୍ୟାନ ଦେବା ଆରମ୍ଭ କରୁ। ଯେତେବେଳେ ଆମେ ନିଶ୍ଚିତ ନଥାଉ, ସେତେବେଳେ ଆମ ନିମନ୍ତେ ଆଶ୍ରୟସ୍ଥଳ ହୋଇ ରହିଥାନ୍ତି, ଯାହା ପାଖକୁ ଆମେ ଫେରି ଯାଇପାରିବା। ଈଶ୍ୱରଙ୍କ ବାକ୍ୟ ବାଇବଲ ଅପରିବର୍ତ୍ତନୀୟ, ବିଶ୍ୱାସଯୋଗ୍ୟ ସ୍ୱର ଅଟେ। ଧର୍ମଶାସ୍ତ୍ର ଆମକୁ 2 ତିମୋଥୀ 3 ପର୍ବ 16 ପଦରୁ 17 ପଦରେ ମନେ ପକାଇ ଦିଏ, ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ୱାସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ। ଈଶ୍ୱର ଆମକୁ ତାଙ୍କୁ ଜାଣିବା, ତାଙ୍କ ସହ ଆନନ୍ଦ ଉପଭୋଗ କରିବା ଏବଂ ତାଙ୍କ ପଛେ ପଛେ ଚାଲିବା ପାଇଁ ସୃଷ୍ଟି କରିଅଛନ୍ତି। ଆରମ୍ଭରୁ ହିଁ ମାନବ ଜାତିକୁ ଈଶ୍ୱରଙ୍କ ସହିତ ସମ୍ପର୍କ ଏବଂ ଯୋଗାଯୋଗ ରଖିବା ପାଇଁ ନିର୍ମାଣ କରାଯାଇଥିଲା। ଯଦିଓ ପାପ ଯୋଗୁଁ ସେହି ସମ୍ପର୍କରୁ ବିଚ୍ଛିନ୍ନ ହୋଇଯାଇଥିଲୁ, କିନ୍ତୁ ପ୍ରଭୁ ଯୀଶୁ କ୍ରୁଶ ଉପରକୁ ଯିବା ଦ୍ୱାରା ଏହାକୁ ପୁନଃସ୍ଥାପିତ କଲେ। ସେଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ। ଏହା କେତେ ସୁନ୍ଦର ଓ ମହାନ ସତ୍ୟ। ବର୍ତ୍ତମାନ ଈଶ୍ୱର ଆମ ସହ କଥା ହେବାର ସବୁଠାରୁ ସାଧାରଣ ଉପାୟ ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆମର ନିଜ ମନ ଏବଂ ଆତ୍ମା ଦେଇ ମଧ୍ୟ କଥା ହୁଅନ୍ତି। ହଁ, ଧର୍ମଶାସ୍ତ୍ର ଏହାକୁ ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା କରେ। ପାଉଲ କୁହନ୍ତି ପ୍ରଥମ କରନ୍ତି 2 ପର୍ବ 10 ପଦରେ, କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି, ଯେଣୁ ଆତ୍ମା ସମସ୍ତ ବିଷୟ, ହଁ ଈଶ୍ୱରଙ୍କର ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି। ଏହାର ଅର୍ଥ ହେଉଛି ଈଶ୍ୱରଙ୍କ ସ୍ୱର ସାଧାରଣତଃ ଆମର ଚିନ୍ତାଧାରା, ଭାବନା ଏବଂ ଅନ୍ତର୍ନିହିତ ଜ୍ଞାନ ମଧ୍ୟ ଦେଇ ଆସିଥାଏ। ଏହାକୁ ହିଁ ଅନେକ ଲୋକ ଶାନ୍ତ କ୍ଷୀଣ ସ୍ୱର ବୋଲି କୁହନ୍ତି। ଏହା ଶୁଣାଯାଉଥିବା ଶବ୍ଦ ନୁହେଁ, ବରଂ ଆମ ଭିତରେ ଥିବା ଏକ ଶାନ୍ତ ଆନ୍ତରିକ ସ୍ୱର। କିନ୍ତୁ ପ୍ରଶ୍ନ ହେଲା, ଆମେ ଈଶ୍ୱରଙ୍କ ଯୋଜନା ଓ ଆମର ନିଜର କଳ୍ପନା ମଧ୍ୟରେ ଭିନ୍ନତା କେମିତି ଜାଣିବା? ଏଥିପାଇଁ ଅଭ୍ୟାସ ଏବଂ ବିବେକର ଆବଶ୍ୟକତା ଅଛି। ସୌଭାଗ୍ୟବଶତଃ ଈଶ୍ୱରଙ୍କ ବାକ୍ୟ ଆମକୁ ମାର୍ଗଦର୍ଶନ କରିବା ପାଇଁ କିଛି ସାହାଯ୍ୟ କରିଥାଏ। ପ୍ରଥମ ବିଷୟ ହେଉଛି ବାଇବଲ।
ବାଇବଲରୁ ଖୋଜିବାକୁ ହେବ ଯେ ଏହା କ'ଣ ଈଶ୍ୱରଙ୍କ ବାକ୍ୟ। ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ଈଶ୍ୱରଙ୍କ ସ୍ୱର ଶୁଣିପାରୁଛୁ କି? ଯେତେବେଳେ ଆମେ ନିୟମିତ ଭାବରେ ଧର୍ମଶାସ୍ତ୍ର ପଢ଼ୁ, ଆମେ ଈଶ୍ୱରଙ୍କ ସ୍ୱର ଏବଂ ସତ୍ୟ ସହିତ ପରିଚିତ ହୋଇଯାଉ। ପାଉଲ ଧର୍ମଶାସ୍ତ୍ରକୁ ଆତ୍ମାର ଖଡ୍ଗ ବୋଲି କୁହନ୍ତି, ଯାହା ମିଛ, ପ୍ରଲୋଭନ ଏବଂ ନିରାଶା ବିରୁଦ୍ଧରେ ଠିଆ ହୁଏ ଓ ଶିକ୍ଷା ଦିଏ। ମୋର ମନେ ପଡୁଛି ଗୋଟିଏ ଦଳ ସୁସ୍ଥତା ପାଇଁ ପ୍ରାର୍ଥନା କରୁଥିଲେ ଏବଂ ପ୍ରାର୍ଥନା ସମୟରେ ବାଇବଲର ଗୋଟିଏ ପଦ ମନକୁ ଆସିଲା। ସେତେବେଳେ ସେହି ପଦ ଉଚ୍ଚ ସ୍ୱରରେ ସେମାନେ କହିଲେ, ଆମେ ସେହି କୋଠରୀରେ ଈଶ୍ୱରଙ୍କ ଉପସ୍ଥିତି ଅନୁଭବ କରିପାରିଥିଲୁ। ଏହା ଏକ ନିଶ୍ଚିତତା ଥିଲା ଯେ ଈଶ୍ୱର ନିକଟରେ ଥିଲେ ଏବଂ ଦୁଃଖ କଷ୍ଟ ମଧ୍ୟରେ ବିଶ୍ୱାସକୁ ଦୃଢ଼ କରୁଥିଲେ। ମୁଁ ନିଜେ ମଧ୍ୟ ଏହା ଅନୁଭବ କରିଛି। ଦ୍ୱିତୀୟ ବିଷୟ ଯାହା ଉପରେ ଆମେ ଭରସା କରିପାରିବା ତାହା ହେଉଛି ସତ୍ୟ। ନିଜକୁ ପଚାରିବାକୁ ହେବ ଯେ ଏହା କ'ଣ ସତ୍ୟ କି? ଯୀଶୁ କହିଥିଲେ ଯେ ପବିତ୍ର ଆତ୍ମା ହେଉଛନ୍ତି ସତ୍ୟ ଆତ୍ମା ଏବଂ ସେ ଆମକୁ ସମସ୍ତ ସତ୍ୟ ମାର୍ଗରେ କଢ଼ାଇ ନେବେ। ଯୋହନ 16 ପର୍ବ 13 ପଦ। ଯଦିଓ ଯେଉଁ ସମ୍ବାଦ ପାଉ କଠିନ ପରି ମନେ ହୋଇପାରେ, କିନ୍ତୁ ଈଶ୍ୱରଙ୍କ ସ୍ୱର ସର୍ବଦା ସତ୍ୟ ସପକ୍ଷରେ କହେ। ଠିକ୍ କହିଲେ ଏଲେନ୍ ଭଉଣୀ। ଆମର ତୃତୀୟ ବିଷୟ ହେଉଛି ସମାଜ। ବିଶ୍ୱାସରେ ଆମେ କେବେ ମଧ୍ୟ ଏକାକୀ ବଞ୍ଚିବା ପାଇଁ ଉଦ୍ଦିଷ୍ଟ ନଥିଲୁ। ଧର୍ମଶାସ୍ତ୍ର ଆମକୁ ସହଭାଗିତା ମଧ୍ୟରେ ଈଶ୍ୱରଙ୍କ ବାକ୍ୟ ପରଖିବା ଏବଂ ବୁଝିବାକୁ କହେ। ବିଶ୍ୱାସୀମାନେ କୌଣସି ବିଷୟ ପ୍ରକୃତରେ ଈଶ୍ୱରଙ୍କ ଠାରୁ କି ନୁହେଁ ତାହା ଜାଣିବା ନିମନ୍ତେ ସମାଜ ସାହାଯ୍ୟ କରିବ। ସେଥିପାଇଁ ଆମେ କେଉଁମାନଙ୍କ ମଧ୍ୟରେ ଅଛୁ ତାହା ଆମର ଆତ୍ମିକ ବିକାଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ମୋ ଜୀବନରେ ଏମିତି ମୁହୂର୍ତ୍ତ ଆସିଛି ଯେତେବେଳେ ଅନ୍ୟମାନେ ମୋତେ ଏପରି କଥା କହିଛନ୍ତି ଯାହା ଶୁଣିବା ସହଜ ନଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ତାହା ଗଭୀର ଭାବରେ ଆଶ୍ୱାସନା ଦେଇଥିଲା। ଏହା ହିଁ ହେଉଛି ଆତ୍ମିକ ପରିବାରର ସୌନ୍ଦର୍ଯ୍ୟ। ଆମେ ପରସ୍ପର ପାଇଁ ଈଶ୍ୱରଙ୍କ ସ୍ୱର ଶୁଣିଥାଉ, ଅନୁଗ୍ରହ ଓ ପ୍ରେମ ସହିତ ସତ୍ୟ କହିଥାଉ। ଅନୁଗ୍ରହ ବିନା ସତ୍ୟ କେବଳ ଦୋଷାରୋପ କରିପାରେ, କିନ୍ତୁ ଯୀଶୁ ସର୍ବଦା ଅନୁଗ୍ରହ ଏବଂ ସତ୍ୟକୁ ଏକାଠି ବ୍ୟବହାର କରୁଥିଲେ। ଯେତେବେଳେ ଆମ ପାପ ପ୍ରକାଶ କରୁଥିଲେ, ତାହା ଅପମାନିତ କରିବା ପାଇଁ ନୁହେଁ, କିନ୍ତୁ ସୁଧାରିବାକୁ ତାହା କରୁଥିଲେ। ପାଉଲ ଆମକୁ ପ୍ରଥମ କରନ୍ତି 14 ପର୍ବ 3 ପଦରେ ମନେ ପକାଇ ଦିଅନ୍ତି ଯେ, କିନ୍ତୁ ଯେ ଭାବବାଣୀ କହେ ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ୱନାଜନକ କଥା କହେ। ପ୍ରେମରେ ଈଶ୍ୱରଙ୍କ ବାକ୍ୟ ଆସିଥାଏ। ଯଦିଓ ସେଗୁଡ଼ିକ ଆମକୁ ଆହ୍ୱାନ ଦିଅନ୍ତି, କିନ୍ତୁ ଶାନ୍ତି, ଆନନ୍ଦ ଏବଂ ଶକ୍ତି ପ୍ରଦାନ କରେ, ଭୟ କିମ୍ବା ଦ୍ୱନ୍ଦ୍ୱ ନୁହେଁ। କୌତୂହଳର ବିଷୟ ହେଉଛି କେବେ ହେଲେ ଈଶ୍ୱର ଆମ ବ୍ୟକ୍ତିଗତ ଅନୁଭୂତି ମଧ୍ୟ ଦେଇ କଥା କହିଥାନ୍ତି। ବେଳେବେଳେ ଆମ ଶରୀରରେ କଷ୍ଟ ଓ ଆଘାତ ଅନୁଭବ କରୁ, କିନ୍ତୁ ସେହି ପରିସ୍ଥିତି ମଧ୍ୟ ଦେଇ ଈଶ୍ୱର କଥା କହିଥାନ୍ତି। ସେତେବେଳେ ଆମେ ମନରେ ଶାନ୍ତି, ସାନ୍ତ୍ୱନା ଅନୁଭବ କରିଥାଉ। ଏହି ଅନୁଭୂତି ଗୁଡ଼ିକ କେବଳ ଏକମାତ୍ର ପ୍ରମାଣ ନୁହେଁ, କିନ୍ତୁ ସେଗୁଡ଼ିକ ଜାଣିବାରେ ସାହାଯ୍ୟ କରେ ଯେ ଈଶ୍ୱର କାର୍ଯ୍ୟ କରୁଅଛନ୍ତି। ଆମେ ଈଶ୍ୱରଙ୍କ ସହିତ ଯେତେ ଅଧିକ ସମୟ ଅତିବାହିତ କରିବା, ତାଙ୍କ ସ୍ୱରକୁ ସେତେ ଅଧିକ ଚିହ୍ନିପାରିବା। ଈଶ୍ୱର ଚାହାନ୍ତି ଯେ ଆମେ ତାଙ୍କ ସ୍ୱରକୁ ଚିହ୍ନୁ, ତାଙ୍କର ଜୀବନଦାୟୀ ଶବ୍ଦଗୁଡ଼ିକୁ ଗ୍ରହଣ କରୁ ଏବଂ ସେଗୁଡ଼ିକୁ ଜ୍ଞାନ ଓ ପ୍ରେମ ସହିତ ଅନ୍ୟମାନଙ୍କ ସହ ବାଣ୍ଟୁ। ଏକ ଜନଗହଳିପୂର୍ଣ୍ଣ ବଜାର କଥା କଳ୍ପନା କରନ୍ତୁ। ଚାରିଆଡ଼େ କେବଳ କୋଳାହଳ। ଆମର କାର୍ଯ୍ୟସୂଚୀ, ଚିନ୍ତା, ସ୍ମୃତି, ମତାମତ, ଭୟ, ଚିନ୍ତାଧାରା ଏବଂ ପ୍ରଶ୍ନ ସବୁ ଏକା ସାଙ୍ଗେ ଆମକୁ ଡାକୁଛନ୍ତି। କିଛି ସ୍ୱର ବହୁତ ଜୋର ଓ ଦାବି କରିଥାଏ, ଆଉ କିଛି ସ୍ୱର କ୍ଷୀଣ କିନ୍ତୁ ନିରନ୍ତର ଶୁଣିଥାଉ। ଏହା ହେଉଛି ଜଣେ ସାଧାରଣ ମଣିଷର ଚିନ୍ତାଧାରା। ଏବେ କଳ୍ପନା କରନ୍ତୁ, ସେହି ବଜାର ଦେଇ ଯାଉଥିବା ସମୟରେ ହଠାତ୍ କେହି ପରିଚିତ ସ୍ୱରରେ ଆମ ନାମ ନେଇ ଆମକୁ ଡାକିବା ଶୁଣିବାକୁ ପାଉଛୁ। ସେ ବଡ଼ ପାଟିରେ କହୁନାହାନ୍ତି, ଏହା କୋଳାହଳ ସହିତ ମିଶି ଆସୁନାହିଁ, କିନ୍ତୁ ହୃଦୟ ଭିତରୁ ଆମେ ଏହି ସ୍ୱରକୁ ଚିହ୍ନି ପାରୁଛୁ। ଆମେ ଅଟକି ଯାଉ, ଆମେ ବୁଲି ଚାହୁଁ ଓ ଆମେ ଶୁଣୁ। ସେହି ଚିହ୍ନା ଶବ୍ଦ କେତେ ଜୋର ଥିଲା ତା ଉପରେ ନିର୍ଭର କରେ ନାହିଁ, ଏହା ନିବିଡ଼ ସମ୍ପର୍କ ମଧ୍ୟରୁ ଆସିଥାଏ। ଈଶ୍ୱରଙ୍କ ସ୍ୱର ଏହିପରି କାର୍ଯ୍ୟ କରିଥାଏ।
ଈଶ୍ୱର ଆମ ମନର କୋଳାହଳ ଉପରେ କେବେ ବି ପାଟି କରନ୍ତି ନାହିଁ, ବରଂ ସେ ସ୍ପଷ୍ଟ ଭାବେ ଓ ଅଧିକାର ସହିତ କଥା ହୁଅନ୍ତି, ଯାହା ସେହି କୋଳାହଳକୁ କାଟିଦିଏ। ତାଙ୍କ ସ୍ୱର କୋମଳ ହୋଇପାରେ, କିନ୍ତୁ ଏହାର ଏକ ଓଜନ ଥାଏ। ଏହା ଶାନ୍ତ ହୋଇପାରେ, କିନ୍ତୁ ଏହା ଏକ ଦିଗ ଦେଖାଇଥାଏ। ଆମର ନିଜ ଚିନ୍ତାଧାରା ବ୍ୟଗ୍ର, ଚିନ୍ତାଗ୍ରସ୍ତ କିମ୍ବା ଆମର ସୁରକ୍ଷାମୂଳକ ଅନୁଭବ ହୁଏ। ସେଗୁଡ଼ିକ ଆମକୁ କାର୍ଯ୍ୟ କରିବାକୁ ବାଧ୍ୟ କରେ କିମ୍ବା ଚାପ ପକାଏ। ଅନ୍ୟପକ୍ଷରେ ଈଶ୍ୱରଙ୍କ ସ୍ୱର ଆମକୁ ଆହ୍ୱାନ ଦେଉଥିବା ସମୟରେ ଶାନ୍ତି ମଧ୍ୟ ଦେଇଥାଏ। ଏହା ପ୍ରଶ୍ରୟ ଦିଏ ନାହିଁ କିମ୍ବା ଦୋଷାରୋପ କରେ ନାହିଁ। ଏହା ନିମନ୍ତ୍ରଣ କରେ, ମାର୍ଗଦର୍ଶନ ଏବଂ ଆଶ୍ୱାସନା ଦିଏ। ପ୍ରଥମେ ଏହାର ପାର୍ଥକ୍ୟ ବୁଝିବା କଷ୍ଟକର ହୋଇପାରେ, କିନ୍ତୁ ଆମେ ଈଶ୍ୱରଙ୍କ ସହିତ ଯେତେ ଅଧିକ ସମୟ ବିତାଇବା, ତାଙ୍କ ବାକ୍ୟ ପଢ଼ିବା, ପ୍ରାର୍ଥନାରେ ବସିବା, ତାଙ୍କ ସ୍ୱର ସେତେ ଅଧିକ ପରିଚିତ ହେବ। ସମୟ ସହିତ ଆମେ ତାଙ୍କର ସ୍ୱର, ତାଙ୍କର ସମୟ ଏବଂ ତାଙ୍କର ଚରିତ୍ରକୁ ଚିହ୍ନିବା ଆରମ୍ଭ କରୁ। ଶେଷରେ କୋଳାହଳ ମଧ୍ୟରେ ବି ଆମେ ଜାଣିପାରିବା ଯେ ଏହା ସେ ହିଁ ଅଟନ୍ତି। ଅନ୍ୟ ସମସ୍ତ ଶବ୍ଦ ଉଭେଇ ହୋଇଯାଇଥିବାରୁ ନୁହେଁ, ତାଙ୍କ ସ୍ୱର ଏପରି ଶୁଣାଯାଏ ଯିଏ ଆମକୁ ଜାଣନ୍ତି, ଆମକୁ ଭଲ ପାଆନ୍ତି ଏବଂ ଆମକୁ ନାମ ଧରି ଡାକନ୍ତି। ଏହା କହିବା ଗୁରୁତ୍ୱପୂର୍ଣ୍ଣ ଯେ ଯେତେବେଳେ ଆମେ ଭୁଲ ସ୍ୱର ଶୁଣୁ ଏବଂ ତାହାର ଅନୁସରଣ କରୁ, ତେବେ ତାହାର ପରିଣାମ ଭୋଗ କରିବାକୁ ପଡ଼େ। ଭୁଲ ସ୍ୱର ଆମ ଅଜ୍ଞାତରେ ଆମକୁ ଧୀରେ ଧୀରେ ଠିକ୍ ପଥରୁ ଦୂରେଇ ନେଇପାରେ। ସେଥିପାଇଁ ବିଚାରଶୀଳତା ଅତି ଗୁରୁତ୍ୱପୂର୍ଣ୍ଣ। ଈଶ୍ୱରଙ୍କ ସ୍ୱର ଏବଂ ଶୈତାନର ସ୍ୱର ମଧ୍ୟରେ ଭିନ୍ନତା ଜାଣିବା ପାଇଁ ଆମକୁ ଉଭୟର ଚରିତ୍ରକୁ ବୁଝିବାକୁ ହେବ। ଠିକ୍ କହିଲେ। ଆମେ ଥରେ ଜାଣିଗଲେ ଈଶ୍ୱର କିଏ ଏବଂ ଶୈତାନ କିଏ, ଆମେ ଚିହ୍ନିବା ଆରମ୍ଭ କରୁ ଯେ ସେମାନେ କ'ଣ କହିବେ କିମ୍ବା କ'ଣ କହିବେ ନାହିଁ। ଈଶ୍ୱରଙ୍କ ଚରିତ୍ରକୁ ଜାଣିବାର ସବୁଠାରୁ ଭଲ ଉପାୟ ହେଉଛି ତାଙ୍କ ବାକ୍ୟ ସହିତ ସମୟ ଅତିବାହିତ କରିବା। ବାଇବଲ ପଢ଼ିବା ହେଉଛି ଏହାର ମୁଖ୍ୟ ଚାବିକାଠି। ଏହା ଆମକୁ ଦେଖାଏ ଯେ ଈଶ୍ୱର କ'ଣ ଭାବନ୍ତି, ସେ କେମିତି ଭଲ ପାଆନ୍ତି, ସେ କେମିତି ସଂଶୋଧନ କରନ୍ତି ଏବଂ ସେ କେମିତି ପଥ ଦେଖାନ୍ତି। ଆମେ ଅନ୍ୟମାନଙ୍କ ଠାରୁ ମଧ୍ୟ ଶିଖିପାରିବା ଯାହାଙ୍କର ଈଶ୍ୱରଙ୍କ ସହିତ ନିବିଡ଼ ସମ୍ପର୍କ ରହିଛି। ଯେତେବେଳେ ଆମେ ବାଇବଲ ପଢ଼ୁ, ସେତେବେଳେ ଏହି ପ୍ରଶ୍ନ ପଚାରୁ, ଏହା ମୋତେ ଈଶ୍ୱରଙ୍କ ବିଷୟରେ କ'ଣ କହୁଛି? କାରଣ ଆମେ ତାଙ୍କ ଚରିତ୍ର ସହିତ ଯେତେ ଅଧିକ ପରିଚିତ ହେବା, ତାଙ୍କ ସ୍ୱର ଚିହ୍ନିବା ସେତେ ସହଜ ହେବ। ଈଶ୍ୱରଙ୍କ ସ୍ୱର ଓ ଶୈତାନର ସ୍ୱରକୁ ଚିହ୍ନିବା ଶିଖିବା କୌଣସି ଭୟଙ୍କର ବିଷୟ ନୁହେଁ। ସେ ସମସ୍ତ ସ୍ୱର ସହିତ ପରିଚିତ ହେବା ବିଷୟରେ କହେ। ଆମେ ଈଶ୍ୱରଙ୍କ ଚରିତ୍ରକୁ ଯେତେ ଅଧିକ ଜାଣିବା, ତାଙ୍କ ସ୍ୱର ସେତେ ଅଧିକ ସ୍ପଷ୍ଟ ଭାବେ ଚିହ୍ନିପାରିବା। ତାଙ୍କ ସ୍ୱର ଯେତେ ଅଧିକ ସ୍ପଷ୍ଟ ହେବ, ଅନ୍ୟ ସମସ୍ତ ସ୍ୱରକୁ ଅଗ୍ରାହ୍ୟ କରିବା ସେତେ ସହଜ ହେବ। ପ୍ରଥମ ବିଷୟ ଯାହା ଆମକୁ ସ୍ପଷ୍ଟ କରିବାକୁ ହେବ, ତାହା ହେଉଛି ଈଶ୍ୱର ଓ ଶୈତାନ ଉଭୟ ଆମ ସହ କଥା ହୋଇପାରନ୍ତି। ଶତ୍ରୁର ସ୍ୱର ଶୁଣିବା ଅର୍ଥ ନୁହେଁ ଯେ ଆମେ ଦୁର୍ବଳ ବିଶ୍ୱାସୀ। ପ୍ରକୃତରେ ଏହାର ଅର୍ଥ ଓଲଟା ମଧ୍ୟ ହୋଇପାରେ ଯେ ଆମେ ଏକ ବିପଦ ମଧ୍ୟରେ ଅଛୁ। ଶତ୍ରୁ ଆମକୁ ବିଚଳିତ, ଦ୍ୱନ୍ଦ୍ୱରେ ପକାଇବାକୁ କିମ୍ବା ଆମକୁ ବିଫଳ କରିବାକୁ ଚେଷ୍ଟା କରୁଛି। ଯେହେତୁ ଆମେ ଉଭୟ ସ୍ୱର ଶୁଣୁଛୁ, ତେଣୁ ପାର୍ଥକ୍ୟ ଜାଣିବା ଅତ୍ୟନ୍ତ ଆବଶ୍ୟକ। ଯେତେବେଳେ ଆମେ ଉଭୟଙ୍କ ପ୍ରକୃତି, ଗୁଣ ଏବଂ ଚରିତ୍ରକୁ ବୁଝୁ, ଆମେ ସେମାନଙ୍କର ଶୈଳୀକୁ ଲକ୍ଷ୍ୟ କରିବା ଆରମ୍ଭ କରୁ। ସେମାନେ କେଉଁ ପ୍ରକାରର କଥା କହିବେ ଏବଂ ସେମାନେ କେଉଁ ସମସ୍ତ କଥା କେବେ ମଧ୍ୟ କହିବେ ନାହିଁ ଜାଣିବା ଆବଶ୍ୟକ। ନକଲି ଚେକ୍ର ଉଦାହରଣ। ଯେତେବେଳେ ଲୋକମାନଙ୍କୁ ନକଲି ଟଙ୍କା ଚିହ୍ନିବା ପାଇଁ ଶିକ୍ଷା ଦିଆଯାଏ, ସେମାନେ ନକଲି ଟଙ୍କାଗୁଡ଼ିକୁ ଚିହ୍ନିବାରେ ଅଧିକ ସମୟ ବିତାନ୍ତି ନାହିଁ, ବରଂ ସେମାନେ ଅସଲି ଟଙ୍କାକୁ ବାରମ୍ବାର ଅଧ୍ୟୟନ କରନ୍ତି। ସେମାନେ କାଗଜର ଓଜନ, ଗଠନ, କାଳି, ଚିହ୍ନ ଏବଂ ସୂକ୍ଷ୍ମ ବିବରଣୀଗୁଡ଼ିକୁ ଦେଖନ୍ତି। ସେମାନେ ଅସଲି ଟଙ୍କା ସହିତ ଏତେ ପରିଚିତ ହୋଇଯାଇଥାନ୍ତି ଯେ ଯେତେବେଳେ ନକଲି ଟଙ୍କା ସାମ୍ନାକୁ ଆସେ, ସେତେବେଳେ କିଛି ଭୁଲ ଥିବା ପରି ଅନୁଭବ ହୁଏ। ଯଦି ସେମାନେ ଏହାକୁ ତୁରନ୍ତ ବ୍ୟାଖ୍ୟା କରିପାରନ୍ତି ନାହିଁ, ସେମାନେ ଜାଣନ୍ତି ଏହା ଠିକ୍ ନୁହେଁ। ଈଶ୍ୱରଙ୍କ ସ୍ୱରକୁ ଚିହ୍ନିବା ଠିକ୍ ସେହିପରି କାର୍ଯ୍ୟ କରିଥାଏ। ଆମେ ମୁଖ୍ୟତଃ ପ୍ରତାରକଙ୍କ ଉପରେ ଅଧିକ ଧ୍ୟାନ ଦେଇ ଭୁଲ ସ୍ୱରଗୁଡ଼ିକୁ ଚିହ୍ନିବା ଶିଖୁନାହୁଁ। ଆମେ ଈଶ୍ୱରଙ୍କ ପ୍ରକୃତ ସ୍ୱର,
ତାଙ୍କ ଚରିତ୍ର, ତାଙ୍କ ବାକ୍ୟ, ତାଙ୍କର ପଥକୁ ଗଭୀର ଭାବରେ ଜାଣିବା ଦ୍ୱାରା ଶିଖୁ। ଯେତେବେଳେ ଆମେ ଧର୍ମଶାସ୍ତ୍ର, ପ୍ରାର୍ଥନା ଏବଂ ତାଙ୍କ ସହିତ ସମ୍ପର୍କରେ ସମୟ ଅତିବାହିତ କରୁ, ତାଙ୍କ ସ୍ୱର ପରିଚିତ ହୋଇଯାଏ। ତେଣୁ ଯେତେବେଳେ ଏଭଳି ଏକ ଚିନ୍ତା ଆସେ ଯାହା ଦୋଷାରୋପ କରୁଥିବା, ବ୍ୟସ୍ତତାପୂର୍ଣ୍ଣ, ଦ୍ୱନ୍ଦ୍ୱପୂର୍ଣ୍ଣ, ଅହଙ୍କାରୀ କିମ୍ବା ଭୟଙ୍କର ଜଣାପଡ଼େ, ତାହା ସ୍ପଷ୍ଟ ବାରି ହୋଇଯାଏ, କାରଣ ତାହା ଈଶ୍ୱରଙ୍କ ସ୍ୱର ସହିତ ମେଳ ଖାଏ ନାହିଁ। ଏହା ସତ୍ୟତାର ନିକଟରେ ଶୁଣାଯାଇପାରେ, କିନ୍ତୁ ଏଥିରେ ସେହି ଶାନ୍ତି, ପ୍ରେମ ଏବଂ ଆନନ୍ଦର ଅଭାବ ଥାଏ, ଯାହା ସର୍ବଦା ଈଶ୍ୱରଙ୍କ ବାକ୍ୟରେ ରହିଛି। ଯେତେବେଳେ ଆମେ ପ୍ରକୃତ ବିଷୟକୁ ଭଲ ଭାବରେ ଜାଣୁ, ନକଲି ବିଷୟଟିକୁ ବିନା ଦ୍ୱନ୍ଦ୍ୱରେ ଚିହ୍ନି ପାରିବା। ଈଶ୍ୱରଙ୍କ ଚରିତ୍ର ଓ ଗୁଣଗୁଡ଼ିକୁ ଜାଣିବା ଏବଂ ଅଧ୍ୟୟନ କରିବା ପ୍ରକୃତରେ ସାହାଯ୍ୟ କରେ। ଆମେ ଈଶ୍ୱରଙ୍କ ବିଷୟରେ ଯାହା ଜାଣୁ, ତାହାକୁ ଆମେ ଶୁଣୁଥିବା ସ୍ୱରଗୁଡ଼ିକ ସହିତ ତୁଳନା କରିବା ଆରମ୍ଭ କରିପାରିବା। ଠିକ୍ କହିଲେ। ଉଦାହରଣ ସ୍ୱରୂପ, ଈଶ୍ୱର ହେଉଛନ୍ତି ଶାନ୍ତିମୟ। ତେଣୁ ଆମେ ପଚାରିପାରିବା, ଏହି ସ୍ୱର କ'ଣ ଶାନ୍ତି ଦେଉଛି, କିମ୍ବା ମୋତେ ଶାନ୍ତି ଆଡ଼କୁ ନେଇଯାଉଛି, କିମ୍ବା ଈଶ୍ୱର ହେଉଛନ୍ତି ମୋର ସାନ୍ତ୍ୱନା ଦାତା, ଏହା କ'ଣ ମୋତେ ସାନ୍ତ୍ୱନା ଦେଉଛି? ଆମେ ଧର୍ମଶାସ୍ତ୍ରରୁ ଜାଣୁ ଯେ ଈଶ୍ୱର କେବେ ମିଛ କହିବେ ନାହିଁ। ତେଣୁ ଆମକୁ ପଚାରିବାକୁ ହେବ, ଏଠାରେ କ'ଣ କିଛି ମିଥ୍ୟା ବିଷୟ ଅଛି? ଏହା କ'ଣ ଧର୍ମଶାସ୍ତ୍ରର ବିରୁଦ୍ଧାଚରଣ କରୁଛି? ଯେମିତି ଆମେ ଈଶ୍ୱରଙ୍କ ମାର୍ଗରେ ଚାଲିପାରୁ, ଆମେ ତାଙ୍କ ସ୍ୱରକୁ ଅଧିକ ସ୍ପଷ୍ଟ ଭାବରେ ଚିହ୍ନିବା ଆରମ୍ଭ କରୁ। ଆମେ ଏହିପରି କହିବା ଆରମ୍ଭ କରୁ, ତାହା ଈଶ୍ୱରଙ୍କ ସ୍ୱର ପରି ଶୁଣାଯାଉଛି। ଆମେ ଥରେ ଈଶ୍ୱରଙ୍କ ଚରିତ୍ରକୁ ଜାଣିଲା ପରେ ଆମେ ଜାଣିପାରିବା ଯେ ଶୈତାନର ପ୍ରକୃତି ଏହାର ସମ୍ପୂର୍ଣ୍ଣ ଓଲଟା। ଯଦି ଈଶ୍ୱର ଦୟାଳୁ ଅଟନ୍ତି, ଶୈତାନ ତାହା ନୁହେଁ। ଯଦି ଈଶ୍ୱର କ୍ଷମାଶୀଳ ଅଟନ୍ତି, ଶୈତାନ ଦୋଷାରୋପ କରୁଥିବା ଓ ନିର୍ଦ୍ଦୟ ବ୍ୟକ୍ତି। ଯଦି ଈଶ୍ୱର ସ୍ପଷ୍ଟ ଭାବେ ଦିଗ୍ଦର୍ଶନ ଦିଅନ୍ତି, ତେବେ ଶୈତାନ ଦ୍ୱନ୍ଦ୍ୱ ଏବଂ ଅସ୍ପଷ୍ଟତା ଆଣିଥାଏ। ତେଣୁ ଯଦି ଆମେ ଶୁଣୁଥିବା ସ୍ୱରରେ ଈଶ୍ୱରଙ୍କ ଗୁଣ ଦେଖିପାରୁନାହୁଁ, ତାହା ସିଧାସଳଖ ତାଙ୍କର ବିରୋଧ କରୁଥିବା ବ୍ୟକ୍ତିଙ୍କ ସ୍ୱର। ତେବେ ଆମେ ନିଶ୍ଚିତ ହୋଇପାରିବା ଯେ ଏହା ଈଶ୍ୱରଙ୍କ ଠାରୁ ନୁହେଁ। ଈଶ୍ୱରଙ୍କ ବାକ୍ୟ କେବଳ ତାଙ୍କ ଚରିତ୍ରକୁ ପ୍ରକାଶ କରେ ନାହିଁ, ଏହା ଶତ୍ରୁର ପ୍ରକୃତି ଏବଂ ରଣନୀତିକୁ ମଧ୍ୟ ପ୍ରକାଶ କରିଥାଏ, ଯେପରି ଶୈତାନର କାର୍ଯ୍ୟକୁ ଆମେ ଜାଣିପାରିବା। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଯେଉଁ ବିଷୟରେ ଆମେ ଆଲୋଚନା କରିବା ଉଚିତ, ଆମେ ଶୁଣୁଥିବା ସ୍ୱର ସେହି ମୁହୂର୍ତ୍ତରେ ଆମକୁ କେମିତି ଅନୁଭବ କରୁଛୁ। ଅନୁଭୂତି ବା ଭାବନା ସର୍ବଦା ବିଶ୍ୱାସଯୋଗ୍ୟ ହୋଇନଥାଏ। ସେଗୁଡ଼ିକ ବଦଳିପାରେ, ବିଭ୍ରାନ୍ତ କରିପାରେ ଏବଂ ମିଛ ମଧ୍ୟ ହୋଇପାରେ। ତାହା ସୂଚନାଦାୟକ ଭାବେ କାର୍ଯ୍ୟ କରିପାରେ। ତାହା ସତ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ କିଛି ଶୁଣୁ, ସେହି ସ୍ୱର କ'ଣ ଦ୍ୱନ୍ଦ୍ୱ ଆଣିଥାଏ? ଧର୍ମଶାସ୍ତ୍ର ଆମକୁ ସ୍ପଷ୍ଟ ଭାବରେ କହେ ଯେ ଈଶ୍ୱର ଦ୍ୱନ୍ଦ୍ୱର ସ୍ରଷ୍ଟା ନୁହନ୍ତି, ବରଂ ଶାନ୍ତିର ସ୍ରଷ୍ଟା ଅଟନ୍ତି। ପ୍ରଥମ କରନ୍ଥୀ 14 ପର୍ବ 33 ପଦ କହେ, କାରଣ ଈଶ୍ୱର ବିଶୃଙ୍ଖଳତାର ଈଶ୍ୱର ନୁହନ୍ତି, ମାତ୍ର ଶାନ୍ତିର ଈଶ୍ୱର। ଚିନ୍ତା ବିଷୟରେ କ'ଣ କହିବା? ଈଶ୍ୱର ଆମକୁ କୌଣସି ବିଷୟରେ ଚିନ୍ତିତ ନ ହେବାକୁ କହିଛନ୍ତି, ବରଂ ପ୍ରାର୍ଥନା ଦ୍ୱାରା ସବୁ କିଛି ତାଙ୍କ ପାଖକୁ ଆଣିବାକୁ କହିଛନ୍ତି, ଯାହା ଫିଲିପିଓ 4 ପର୍ବ 6 ପଦରେ ଲେଖା ଅଛି। ଯେତେବେଳେ ଆମେ ପ୍ରଥମେ କାହାକୁ ଭେଟୁ, ଆମେ ହୁଏତ ସେମାନଙ୍କ ସ୍ୱର ଚିହ୍ନି ପାରିବା ନାହିଁ। ସେମାନେ ପ୍ରତ୍ୟେକ ଥର ଫୋନ୍ କରିବା ସମୟରେ ନିଜର ପରିଚୟ ଦେବାକୁ ପଡ଼ିଥାଏ। କିନ୍ତୁ ଆମେ ସେମାନଙ୍କୁ ଯେତେ ଦିନ ଧରି ଜାଣୁ, ସେମାନଙ୍କୁ ଯେତେ ଅଧିକ କଥା ହେବାର ଶୁଣୁ, ତାହା ସେତେ ସହଜ ହୋଇଯାଏ। ଶେଷରେ ସେମାନଙ୍କୁ ନିଜ ନାମ ମଧ୍ୟ କହିବାକୁ ପଡ଼େ ନାହିଁ, ଆମେ କେବଳ ଜାଣିଯାଉ। ଈଶ୍ୱରଙ୍କ ସହିତ ମଧ୍ୟ ଏହିପରି କାର୍ଯ୍ୟ କରିଥାଏ। ସମୟ ସହିତ ଆମକୁ ପ୍ରତ୍ୟେକ ଚିନ୍ତାକୁ ପ୍ରକାଶ କରିବାକୁ ପଡ଼ିବ ନାହିଁ। ତାଙ୍କ ସ୍ୱର ପରିଚିତ ଶୁଣାଯିବ। ଏହା ଏପରି ଜଣେ ବ୍ୟକ୍ତିଙ୍କ ସ୍ୱର ଯାହାକୁ ଆମେ ଜାଣୁ, ବିଶ୍ୱାସ କରୁ ଏବଂ ଯାହାଙ୍କ ସହିତ ପ୍ରତିଦିନ ଚାଲୁ। ଯିଶାୟ ତାର 55 ପର୍ବ 8 ପଦରୁ 11 ପଦରେ ଲେଖାଯାଏ, ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିମ୍ବା ତୁମ୍ଭମାନଙ୍କର ମାର୍ଗ ସକଳ ଆମ୍ଭର ମାର୍ଗ ପରି ନୁହେଁ।
କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେହିପରି ଆମ୍ଭର ମାର୍ଗ ସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ। ଯେହେତୁ ଯେପରି ବୃଷ୍ଟି ଓ ହିମ ଆକାଶରୁ ତଳକୁ ଆସେ ଓ ସେଠାକୁ ଫେରିଯାଏ ନାହିଁ, ମାତ୍ର ଭୂମିକୁ ସନ୍ତରା କରେ, ପୁଣି ଫଳବତୀ ଓ ତୃଣାଦି ଉତ୍ପନ୍ନ କରି ବପନକାରୀକି ବୀଜ ଓ ଭୋଜନକାରୀକି ଭକ୍ଷ୍ୟ ଦିଅନ୍ତି, ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେପରି ହେବ। ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ ତାହା ସିଦ୍ଧ କରିବ ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ ତହିଁରେ କୃତାର୍ଥ ହେବ। ଈଶ୍ୱର ଜାଣନ୍ତି ଯେ ଏପରି ସମୟ ଆସିବ ଯେତେବେଳେ ଆମେ ତାଙ୍କ ସ୍ୱର ଉପରେ ପ୍ରଶ୍ନ କରିବା। ଭଲ ଖବର ହେଉଛି ଯେ ଆମର ଅନିଶ୍ଚିତତା ମଧ୍ୟରେ ବି ସେ କ୍ରମାଗତ ଭାବରେ କଥା କୁହନ୍ତି। ଆସନ୍ତୁ ଆଜି ଶାନ୍ତ ହେବା ଏବଂ ଶୁଣିବା ପାଇଁ କିଛି ସମୟ ନେବା। ଆମେ ଯେତେ ଅଧିକ ଏହା କରିବା, ସେ କଥା ହେବା ସମୟରେ ଆମେ ତାଙ୍କୁ ସେତେ ଅଧିକ ଚିହ୍ନି ପାରିବା। ଆମେ ଆଶା କରୁଛୁ ଆଜିର ଏହି କାର୍ଯ୍ୟକ୍ରମ ଦ୍ୱାରା ଆପଣମାନେ ଉତ୍ସାହିତ ଓ ଆଶୀର୍ବାଦ ପ୍ରାପ୍ତ ହୋଇଥିବେ। विश्वासी प्रिया विश्वास सह विश्वासी प्रिया विश्वास सह अनुगामी हुआ ख्रीष्टंकर उज्जवल वस्त्र परिधान कर भिंगी अंगु वस्त्र पापर विश्वासी प्रिया विश्वास सह ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ତୁମକୁ ଧନ୍ୟବାଦ ଦଉଛୁ ବାପା। ତୁମେ ଆଜି ଆମକୁ ଆଉ ଗୋଟେ ସୁନ୍ଦର ସୁଯୋଗ ଦେଲ ବାପା, ତୁମରି ନିକଟକୁ କିଭଳି ଆମେ ଆସିବୁ ତାହା ଜାଣିବା ପାଇଁ। ବିଶେଷ ଭାବରେ ଆଜି ଆମେ ଯେତେ ଜଣ ପ୍ରଭୁ ଶୁଣିଲୁ, ଯେତେ ସମୟ ଅଧିକ ଆମେ ତୁମରି ଚରଣ ନିକଟରେ ଲାଗି ରହିବୁ, ସେତେ ଅଧିକ ତୁମକୁ ଜାଣିପାରିବୁ, ତୁମରି ସ୍ୱରକୁ ଶୁଣିପାରିବୁ, ତୁମରି ଯୋଜନାକୁ ଆମ ଜୀବନରେ ବୁଝିପାରିବୁ ଏବଂ ଆମର ବିପକ୍ଷର ସମସ୍ତ ଦ୍ୱାରକୁ, ସମସ୍ତ ବାଟକୁ ପ୍ରଭୁ ତାହା ମଧ୍ୟ ଆମେ ଜାଣିପାରିବୁ, ସେଥିରୁ ରକ୍ଷା ପାଇପାରିବୁ। ତୁମେ ଏ ସମସ୍ତ ବିଷୟ ଆମକୁ ଜଣାଇଥିବାରୁ ଆମେ ତୁମକୁ ଧନ୍ୟବାଦ ଦଉଛୁ। ବାପା, ଆଜି ଆମେ ଯେତେ ଜଣ ଶୁଣିଛୁ ସମସ୍ତଙ୍କୁ ଅନୁଗ୍ରହ ଦିଅ, ଯଦ୍ୱାରା ଆମେ ଅଧିକରୁ ଅଧିକ ସମୟ ତୁମରି ଶରଣ ନିକଟରେ କାଟିପାରିବୁ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ପ୍ରିୟ ଦର୍ଶକ ବନ୍ଧୁ, ବର୍ତ୍ତମାନ ତ ଆମ ସମୟ ଶେଷ ହୋଇଗଲାଣି। ଆଶା କରୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଭଲ ଲାଗିଥିବ। ହଁ, ଆମକୁ ଆପଣଙ୍କ ଜୀବନର ଅନୁଭୂତି ଜଣାଇବାକୁ ଭୁଲିବେ ନାହିଁ। ଟିଭି ସ୍କ୍ରିନ୍ରେ ଦିଆଯାଇଥିବା ଠିକଣା ଓ ଫୋନ୍ ନମ୍ବରରେ ନିଶ୍ଚୟ ଆମ ସହ ଯୋଗାଯୋଗ କରିବେ। ପୁଣି ଆମକୁ 044490812997ରେ ମିସ୍ଡ କଲ୍ କରିବାକୁ ଭୁଲିବେ ନାହିଁ। ସପ୍ତାହ ଶେଷରେ ଅଧିକ ମିସ୍ଡ କଲ୍ ଦେଇଥିବା ଦର୍ଶକ ବନ୍ଧୁଙ୍କୁ ପୁରସ୍କୃତ କରାଯିବ। ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବୁ। ସେ ସମୟ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ସୁସ୍ଥ ରୁହନ୍ତୁ, ଭଲରେ ରୁହନ୍ତୁ। ରହିଲୁ, ନମସ୍କାର। ଆଜିର ପ୍ରଶ୍ନଟି ହେଲା, କାହା ଚିନ୍ତାଧାରା ଆମ ଚିନ୍ତାଧାରାରୁ ଉଚ୍ଚ ଅଟେ? ଏ ମୋଶା, ବି ଦାଉଦ, ସି ପରମେଶ୍ୱର, ଡି ଜିସାୟ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ମୟୂରଭଞ୍ଜରୁ ମମିତା ଜେନା ଓ ପରିବାର।